ସାଉଥ ଆଫ୍ରିକାରେ ସିମେଣ୍ଟ କମ୍ପାନୀରେ କାମ କରୁଥିବା ଓଡ଼ିଆ ଯୁବକଙ୍କୁ ଆତଙ୍କବାଦୀମାନେ ଅପହରଣ କଲେ। ସରକାରଙ୍କୁ ପରିବାର ପକ୍ଷରୁ ଉଦ୍ଧାର ପାଇଁ ଦାବି। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। ଆଲକାଇଦା ସଂଲଗ୍ନ ଗୋଷ୍ଠୀ ଜେଏନ୍ଆଇଏମ୍ ସହିତ ସଂଯୁକ୍ତ ଅସ୍ତ୍ରଧାରୀ ଉଗ୍ରବାଦୀମାନେ ପଶ୍ଚିମ ମାଲିର କାୟେସ୍ ଅଞ୍ଚଳରେ ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ, ଯେଉଁଠି ଭାରତୀୟ କର୍ମଚାରୀମାନେ କାମ କରୁଥିଲେ। ଏହି ଆକ୍ରମଣରେ 3 ଜଣ ଭାରତୀୟ ଅପହୃତ ହୋଇଛନ୍ତି। ଅପହୃତମାନଙ୍କ ମଧ୍ୟରୁ ଜଣେ ହେଲେ 28 ବର୍ଷୀୟ ପି ଭେଙ୍କଟରମଣ, ଯିଏକି ଗଞ୍ଜାମ ଜିଲ୍ଲା ହିଞ୍ଜଳି ବ୍ଲକର ସମରଝୋଳ ଗ୍ରାମର ଅଟନ୍ତି। ଭେଙ୍କଟରମଣ ନଭେମ୍ବର 2023ରୁ ଡାଇମଣ୍ଡ ସିମେଣ୍ଟ କମ୍ପାନୀରେ ବା ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିଲେ। ସେଠାକୁ ମୁମ୍ବାଇ ଭିତ୍ତିକ ବ୍ଲୁ ଷ୍ଟାର ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ସେ ଯାଇଥିଲେ କାମ କରିବା ନିମନ୍ତେ। ଜୁନ୍ 30 ତାରିଖ 2025 ଶେଷ ଥର ପାଇଁ ନିଜ ବିଧବା ମା ପି ନରମସମା ସହିତ କଥାବାର୍ତ୍ତା ହୋଇଥିଲେ। ଜୁଲାଇ 1 ତାରିଖ ପରେ ତାଙ୍କର ଫୋନ୍ ବନ୍ଦ ରହିଛି, ଆଉ ସେ କଥାବାର୍ତ୍ତା ହୋଇନାହାନ୍ତି। ସେପଟେ ଜୁଲାଇ 4 ତାରିଖରେ ପରିବାରକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ପୁଅ ଭେଙ୍କଟରମଣ ପୋଲିସ ହେଫାଜତରେ ଅଛନ୍ତି, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମିଳିଥିଲା ଯାହାକି ସୂଚନା ଓ ସୋସିଆଲ ମିଡ଼ିଆ ଏବଂ ଖବର ଅନୁଯାୟୀ ସେ ଉଗ୍ରବାଦୀମାନଙ୍କ ଦ୍ୱାରା ଅପହୃତ ହୋଇଥିବା ପ୍ରକାଶ କରିଅଛନ୍ତି ବା ଶୁଣିଥିଲେ। ଏକଥା ଶୁଣିବା ପରେ ବିଧବା ମା ହତବାକ ହୋଇ ଆଚମ୍ବିତ ହୋଇଥିଲେ। ଉପାୟ ଶୂନ୍ୟ ହୋଇ ତାଙ୍କ ମା ହିଞ୍ଜିଲି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ପୁଅଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି। ବିଜେଡି ମୁଖ୍ୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଯିଏକି ନବୀନ ପଟ୍ଟନାୟକ ବାହ୍ୟ କାର୍ଯ୍ୟମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଏକ ଔପଚାରିକ ଅନୁରୋଧ କରିଛନ୍ତି, ଯାହାଫଳରେ ଭେଙ୍କଟରମଣ ମୁକ୍ତ କରାଯିବେ ଏବଂ ସିଧାସଳଖ ତାଙ୍କୁ ହସ୍ତାନ୍ତର କରାଯିବ ପରିବାର ପକ୍ଷକୁ। ପରିବାର ଓ ଗ୍ରାମବାସୀମାନେ ଅତ୍ୟନ୍ତ ଚିନ୍ତିତ ଓ ଅପେକ୍ଷାରତ ରହିଛନ୍ତି ଏବଂ ସେମାନେ ତ୍ୱରିତ କୂଟନୈତିକ ଓ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି, ଯାହାକି କେନ୍ଦ୍ର ଓ ରାଜ୍ୟ ସରକାର ଦୁଇ ଦଳ ଏଥିରେ ସକ୍ରିୟ ଭାବରେ କାର୍ଯ୍ୟ କରି କୂଟନୈତିକ ଓ ସ୍ଥାନୀୟ ସହଯୋଗ କାର୍ଯ୍ୟରେ ଲାଗିଛନ୍ତି। କିନ୍ତୁ ଉଗ୍ରବାଦୀମାନେ କେତେ ସହଯୋଗ କରିବେ ତାହା ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ଦେଖିବାକୁ ବାକି ରହିଲା ସରକାର ସୁରକ୍ଷିତ ତାଙ୍କୁ ଉଦ୍ଧାର କରିପାରୁଛନ୍ତି କି ନାହିଁ, ଗ୍ରାମବାସୀମାନେ ଅପେକ୍ଷା କରୁଛନ୍ତି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।